ମୁଁ ପ୍ରଥମେ ମା ବିରଜେଶ୍ୱରୀଙ୍କୁ ପ୍ରଣାମ କରିବି, କାହିଁକିନା ସେ ହେଉଛନ୍ତି ମୋର ଆରାଧ୍ୟା ଦେବୀ। ସେଇ ମା ବ୍ୟତିରେକେ କୌଣସି ବ୍ୟକ୍ତି ଆଗକୁ ଯାଇପାରେ ନାହିଁ। ମାର ସଂଜ୍ଞା ସୀମାହୀନ, ସୀମିତର ବାହାରେ। ମାର ନାମ ଥରେ ଉଚ୍ଚାରଣ କଲେ, ମାକୁ ଥରେ ସ୍ମରଣ କଲେ, ମାକୁ ଥରେ ଡାକିଦେଲେ ଶରୀରରେ ଶତସିଂହର ବଳ ସୃଷ୍ଟି ହୁଏ। ସେ ମା ଏ ସାରା ଜଗତର ସୃଷ୍ଟିକାରିଣୀ। ସେ ଭକ୍ତମାନଙ୍କୁ ତାର ପଣତ କାନିରେ ଢାଙ୍କି ରଖେ। ସେ ମାର ସଂସ୍କୃତି ପ୍ରାଚୀନ, ବହୁ ପ୍ରାଚୀନ। ଏଠି ହେଉଛନ୍ତି ପ୍ରାଚୀନତମା ଦେବୀ ମା ବିରଜା। ତାର ସଂସ୍କୃତି ସବୁଠାରୁ ଅନ୍ୟତମ। ଯେତେ ଗୋଟି 51 ଗୋଟି ପୀଠ କ୍ଷେତ୍ର ଅଛି, ଶକ୍ତି ପୀଠ ଅଛି, ଶାକ୍ତ ପୀଠ ଅଛି, ତନ୍ମଧ୍ୟରୁ ବିରଜା ଶାକ୍ତ ପୀଠ ଅନ୍ୟତମ। କାହିଁକି ନା ଏଠି ମାର ରଥଯାତ୍ରା ଅଛି। ଆଉ ଏଠି ମା ଯୋଉ ବେଶରେ ପୂଜା ପାଏ, ସାବିତ୍ରୀ ଗାୟତ୍ରୀ ମନ୍ତ୍ରରେ ପୂଜା ପାଏ। ମୋ ମା କାହାକୁ ଛାଡ଼ି ନାହିଁ।